ଯେକୌଣସି ଦଳ ହଉ କି ଯେକୌଣସି ସଂଗଠନ ହଉ, ଯେଉଁମାନେ ବାଲେଶ୍ୱର ଏଫ୍ଏମ୍ କଲେଜର ଆତ୍ମାହୁତି ଦେଇଥିବା କହୁଥିଲା ବେଳେ ହତ୍ୟା କରାଯାଇଥିବା ଭଉଣୀ ସୌମ୍ୟଶ୍ରୀର କଥା ହଉ, ଏ ଇସ୍ୟୁ ଉପରେ ଯିଏ ଭାରତୀୟ ଜନତା ପାର୍ଟି ସରକାର ବିରୁଦ୍ଧରେ ଆନ୍ଦୋଳନକୁ ଆସିବ ବା ଲଢ଼େଇକୁ ଅବତୀର୍ଣ୍ଣ ହେଉଛି, ବିଜୁ ଜନତା ଦଳର ନୈତିକ ସମର୍ଥନ ସେଇମାନଙ୍କ ପ୍ରତି ଅଛି। ଏବଂ ଏହି ଲଢ଼େଇରେ ଅଗ୍ରଭାଗରେ ବର୍ତ୍ତମାନ ବିଜୁ ଜନତା ଦଳ ତୀବ୍ର ଭାବରେ ଲଢ଼ୁଛି। ଲଢ଼ିବାର କାରଣ ହେଉଛି ଯେ ମୃତ ସିଏ ସମସ୍ତଙ୍କୁ ଅନୁରୋଧ କରିଥିଲେ, ପ୍ରାର୍ଥନା କରିଥିଲେ, ଏକ୍ସରେ ସେ ଜଣେଇଛନ୍ତି, ଯୋଉଟା ଟ୍ୱିଟ୍ କୁହାଯାଏ, ଟ୍ୱିଟ୍ରେ ସେ ଜଣେଇଛନ୍ତି ଯେ ସେ ଏଇଭଳି ଭାବରେ ଅତ୍ୟାଚାର ଶିକାର ହେଉଛନ୍ତି। ଯେତେବେଳେ ସବୁ ଶୁଣିକି ସବୁ ଜାଣିକି ଅଣଦେଖା କରାଗଲା, ତାଙ୍କର ମାନ୍ୟବର ବିଧାୟକ, ତାଙ୍କର ମାନ୍ୟବର ଏମ୍ପି, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଶାସନ ସମସ୍ତେ ଅଣଦେଖା ଗଲେ, ଗୋଟେ ମୂଲ୍ୟବାନ ଜୀବନ ଚାଲିଗଲା। ସେଇ ଇସ୍ୟୁଟା ଆଜି ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ମଣିଷର ହୃଦୟକୁ ଛୁଇଁଛି ଏବଂ ବାଧିଛି। ଏଇଟା ଜନତାଙ୍କର ରିଆକ୍ସନ, ପ୍ରତିକ୍ରିୟା, ଏବଂ ଜନତାଙ୍କର ଯେଉଁ ତୀବ୍ର ପ୍ରତିକ୍ରିୟା, ଗୋଟେ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳ ସେ ଇସ୍ୟୁଟାକୁ ନିଶ୍ଚିତ ଭାବରେ ଆଗକୁ ବଢ଼େଇବ। ଯେଉଁଥି ଯୋଗୁଁ ଗତକାଲି ଆମେ ସେକ୍ରେଟାରିଏଟ୍ ବା ଲୋକସଭା ଭବନକୁ ଘେରାଉ କରିଥିଲୁ ଏବଂ ସେତିକି ବେଳେ ସେମାନେ ମଧ୍ୟ ନିର୍ମମ ଅତ୍ୟାଚାର କରିଛନ୍ତି। ଟିୟର ଗ୍ୟାସ୍ ଫିଙ୍ଗିବା, ବୁଲେଟ୍ ମାଡ଼ କରିବା, ଆପଣଙ୍କର କ୍ୟାନନ, ୱାଟର କ୍ୟାନନ ଯେଉଁଟା ପାଣିକି ମାଡ଼ କରିକି ଆହତ କରିବା ଏବଂ ଗ୍ୟାସ୍ ବୋମା ଫିଙ୍ଗିବା ଏବଂ ସମସ୍ତଙ୍କୁ ଜୋରବସ୍ତି ଉଠେଇକି ଗାଈ ଗୋରୁ ଭଳିଆ ଧକ୍କା ମାରିକି ଭ୍ୟାନ୍ ଭିତରେ ପୁରେଇକି ଆରେଷ୍ଟ କରିବା, ଏ ସବୁ କଥା ସବୁ ସୀମା ସରହଦ ଟପିଗଲା। ଆମର କହିବା କଥା, ଗୋଟେ ଝିଅ କାହିଁକି ଆତ୍ମହତ୍ୟା କଲା, ତାକୁ ପେଟ୍ରୋଲ ଦିଆହେଇଛି, ତାକୁ କୁହାହେଇଛି ତୋ ଉପରେ ଲାଗିଲେ ଆମେ ଲିଭେଇବୁ, ଆମେ ସୁଟିଂ କରିବୁ, ଆମେ ନାଁ ନେବୁ। ଇଏ ତ ମୋ ପାଖରେ ଯାହା ଅଛି ଜଘନ୍ୟ ଖବର। ଭାରତୀୟ ଜନତା ପାର୍ଟିର ଛାତ୍ର ସଂଗଠନ ଭିତରେ ଦୁଇ ଭାଗ ହେଇଛନ୍ତି। ଇଏ ମଧ୍ୟ ଜଣେ ପ୍ରେସିଡେଣ୍ଟ ଆଶାୟୀ ଥିଲେ, ଆଉ କି ଜଣେ ପ୍ରେସିଡେଣ୍ଟ ଆଶାୟୀ। ତାଙ୍କର ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁରୁ ଗୋଟେ ଝିଅକୁ ସେମାନେ ବଳି ପକାଇ ମାରିଦେଲେ। ଯଦି ତାଙ୍କ ଦଳର ଗୋଟେ ଝିଅ ଆପତ୍ତି କରୁଛି ଯେ ପ୍ରିନ୍ସିପାଲ ଏବଂ ଆପଣଙ୍କର ସେ ଯେଉଁ ଏଚଓଡି ସମୀର ସାହୁ ସେମାନେ ଯଦି ଏମିତି ଅତ୍ୟାଚାର କରୁଛନ୍ତି, ତମର ଗୋଟେ ସାଧାରଣ କର୍ମୀ ଗଲେ ପ୍ରିନ୍ସିପାଲ ଡରୁଛି, ପୁଲିସ ଡରୁଛି, ପ୍ରଶାସନ ଡରୁଛି, ତମ ଦଳର ଗୋଟେ ଝିଅ ଆଗ ଧାଡ଼ିର, ତମେ ତା ପାଇଁ ସୁରକ୍ଷା ଦେଇପାରିଲନି କ'ଣ ପାଇଁ? ଅର୍ଥାତ୍ ତମେ ପ୍ରିନ୍ସିପାଲକୁ ଟେଲିଫୋନ କରି କହିଛ ଯେ ତାକୁ କିଛି ଆକ୍ସନ ଯାହା କହୁଛି ନିଅ ନାହିଁ। ତାଙ୍କର ଗ୍ରୁପିଜିମ୍ ଚାଲିଛି, ଏମଏଲଏ କୋଉ ପଟେ ହବ, ଏମପି କୋଉ ପଟେ ହବ, ମନ୍ତ୍ରୀ କାହା ପଟେ ଯିବେ, ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିବେ। ଯିଏ ହଜାର ହଜାର ଲୋକଙ୍କର ଗୁହାରି ଶୁଣିକି କୁଆଡ଼େ ତତ୍କ୍ଷଣାତ ସବୁ ଗ୍ରିଭାନ୍ସକୁ ଆଡ୍ରେସ୍ କରୁଛନ୍ତି, ଏଇ ଗ୍ରିଭାନ୍ସ ତାଙ୍କ ଅତି ନଗଣ୍ୟ ଥିଲା, ଅତି ମାମୁଲି ଥିଲା, ଅତି ଛୋଟ ଥିଲା। ସେମାନେ କଥା କହୁଛନ୍ତି କ'ଣ ଘୋଡ଼ିବାକୁ ଚାହୁଁଛନ୍ତି? ଏକ ତ ପାପକୁ ଘୋଡ଼ିବାକୁ ଚାହୁଁଛନ୍ତି, ଦୁଇରେ ତାଙ୍କର ଯେଉଁ ଅପାରଗତାକୁ ଘୋଡ଼ିବାକୁ ଚାହୁଁଛନ୍ତି, ତିନିରେ ସିଏ ଯେଉଁ ଭୁଲ କରିଛନ୍ତି, ପ୍ରକାଣ୍ଡ ଭୁଲ, ମହାଭୁଲ, ତାକୁ ମଧ୍ୟ ଘୋଡ଼ିବାକୁ ଚାହୁଁଛନ୍ତି। ଏବେ ଯେଉଁ ତାଳି ପକା ଉଦ୍ୟମ ଚାଲିଛି କ'ଣ ପାଇଁ? ସେ ସମସ୍ତ କଥା ପାଇଁ ଆଜି ସାରା ଓଡ଼ିଶା ତାତିଛି। ଏବଂ ସେ ଓଡ଼ିଶା ତାତିରେ ବିଭିନ୍ନ ଇଣ୍ଡିପେଣ୍ଡେଣ୍ଟ ସଂଗଠନ ମାନେ, ସ୍ୱାଧୀନ ସଂଗଠନ ମାନେ ଏବଂ ବିରୋଧୀ ଦଳର ସଂଗଠନ ମାନେ, ଆମେ ଯେମିତି କ୍ୟାଣ୍ଡେଲ ଚେନ୍ କଲୁ, ଆମେ ଯେମିତି ଲୋକସଭା ଭବନ ଘେରାଉ କଲୁ, ସେମିତି କଂଗ୍ରେସ ଦଳ, ବାମପନ୍ଥୀ ଦଳମାନେ, ସେମିତି ଅନ୍ୟାନ୍ୟ ନିରପେକ୍ଷ ସଂଗଠନ ମାନେ ସମସ୍ତେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ତେଣୁ ସମସ୍ତ ଆନ୍ଦୋଳନକାରୀଙ୍କ ପ୍ରତି ବିଜୁ ଜନତା ଦଳ ନୈତିକ ସମର୍ଥନ ଅଛି। ଆମେ ଶେଷ ପର୍ଯ୍ୟନ୍ତ ଯିବୁ। ଯେଉଁମାନେ ପେଟ୍ରୋଲ କିଣିଲେ, ଯେଉଁମାନେ ଭିଡ଼ିଓ ସୁଟିଂ କଲେ, ଯେଉଁମାନେ ଉସ୍କେଇଲେ, ତାକୁ ମାରିଦେଲେ, ସେଇମାନେ ବନ୍ଧା ନ ହେବା ପର୍ଯ୍ୟନ୍ତ ଏବଂ ଏମାନେ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ।